ନମସ୍କାର। ଆଉ ଥରେ ମୁଁ ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ବନ୍ଧୁ, ଏଇ ଯୋଉ 3 ମାସରେ ଆମେ ଆଲୋଚନା କରୁଛୁ ଯୋଶହ ପୁସ୍ତକ ଠାରୁ। ଆଉ ଆଜି ଆମେ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ପହଞ୍ଚୁଅଛୁ। ଆଉ ଏଇ ସପ୍ତାହରେ ଆମେ ଆଲୋଚନା କରିବାକୁ ଯାଉଅଛୁ ଲିଭିଂ ଇନ୍ ଦ ଲ୍ୟାଣ୍ଡ, ଦେଶରେ ବାସ କରିବା। ଚାଲନ୍ତୁ ଏହା ସ୍ପଷ୍ଟ ରୂପେ ଜାଣିବା ପୂର୍ବେ ଆମେ ସେହି ସର୍ବଶକ୍ତିଙ୍କ ପରମେଶ୍ୱରଙ୍କ ଠାରେ ଆମେ ପ୍ରାର୍ଥନା କରି ତାହାଙ୍କ ଆଶୀର୍ବାଦ ପ୍ରାପ୍ତ କରିବା। ସ୍ୱର୍ଗତ ପିତା, ଧନ୍ୟବାଦ କରୁଅଛୁ ବର୍ତ୍ତମାନ ଯେଉଁ ସମୟ ମାନଙ୍କୁ ଦେଇଅଛ ଏହି ସବ୍ ସ୍କୁଲ ପାଠ ମାଧ୍ୟମ ଦ୍ୱାରା ତୁମ ସେହି ଜୀବନଦାୟକ ବାକ୍ୟ ବୁଝିବା ପାଇଁ, ଏହା ବୁଝିବା ପାଇଁ ଏମାନଙ୍କୁ ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ପରିପୂର୍ଣ୍ଣ କର। ପବିତ୍ର ଆତ୍ମା ଦ୍ୱାରା ମାନଙ୍କୁ ପରିଚାଳନା କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛି, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଆମେ ଏହି ସପ୍ତାହରେ ଧ୍ୟାନ କରିବାକୁ ଯାଉଅଛୁ, ତାହା ହେଉଛି ଲିଭିଂ ଇନ୍ ଦ ଲ୍ୟାଣ୍ଡ ବା ଏହି ଦେଶରେ ବାସ କରିବା। ଚାଲନ୍ତୁ ଏହି ସପ୍ତାହର ସ୍ୱର୍ଣ୍ଣପଦ ଦେଖିବା, ଯାହା ନିଆଯାଇଅଛି ହିତୋପଦେଶ 15:1। କୋମଳ ଉତ୍ତର କ୍ରୋଧକୁ ଦମନ କରେ, ମାତ୍ର କଟୁ ବାକ୍ୟ କୋପ ଜନ୍ମାଏ। କେତେ ସୁନ୍ଦର ଭାବରେ ଏଇ ଯୋଉ ସପ୍ତାହରେ ଆମେ ଶିକ୍ଷା କରିବାକୁ ଯାଉଅଛୁ କି କୋମଳ ଉତ୍ତର କ୍ରୋଧକୁ ଦମନ କରେ, ମାତ୍ର କଟୁ ବାକ୍ୟ କୋପ ଜନ୍ମାଏ। ହିତୋପଦେଶ 15:1। ଆଉ ବିଶେଷ ଭାବରେ ଏହି ସପ୍ତାହରେ ଆମେ ଆଲୋଚନା କରିବା ଯହୋଶୁଆ 22 ପର୍ବ, ଏଫେସୀୟ 6:6, ଯୋହନ 7:24, ଗଣନା 25 ପର୍ବ, ହିତୋପଦେଶ 15:1 ଆଉ ପ୍ରଥମ ଭିତର 3:8-9। ଏହି ପଦ ଗୁଡାକ ବିଶେଷ ଭାବରେ ଆମେ ଧ୍ୟାନ କରିବା। ବନ୍ଧୁ, ମାନବ ଜାତିର ଉଦ୍ଧାର ଏବଂ ଉଦ୍ଧାନ ଘରେ ଆରମ୍ଭ ଉଦ୍ୟାନଠୁ ଆରମ୍ଭ ହୋଇଥିଲା। ବନ୍ଧୁ, ପିତାମାତାଙ୍କର କାର୍ଯ୍ୟ ହେଉଛି ପ୍ରତ୍ୟେକ ପୁଅ ଝିଅ ମାନଙ୍କୁ ମୃତ୍ୟୁରୁ ବାହାର ରଖିବା ପାଇଁ। ସମାଜ ପରିବାର ଦ୍ୱାରା ଯାହା ପରିବାର ଘଟିଅଛି ଏବଂ ପରିବାର ମୁଖ୍ୟ ମାନେ ଏହାକୁ ପ୍ରସ୍ତୁତ କରିବା ଆବଶ୍ୟକ। ବନ୍ଧୁ, ହୃଦୟକୁ ଜୀବନର ପ୍ରସଙ୍ଗ ବାହାର କରିବାକୁ ପଡିବ, ଯାହା ଆମେ ଦେଖୁଅଛୁ ହିତୋପଦେଶ ତାର 4 ଆଉ 23 ଆମେ ଦେଖୁଅଛୁ। ସେଠି ଆମେ ପାଉଛୁ ବନ୍ଧୁ ଏହିପରି ଯେ କି ହିତୋପଦେଶରେ ସାଲୋମନ ରାଜା ଲେଖନ୍ତି କି କିପରି ଆମେ ଆମର ପରିବାରକୁ ଦେଖିବାକୁ ପଡିବ ଏବଂ ସମାଜର, ମଣ୍ଡଳୀର ଏବଂ ଜାତିର ହୃଦୟ ହେଉଛି ପରିବାର। ସମାଜ ମଙ୍ଗଳ, ମଣ୍ଡଳୀର ସଫଳତା, ଜାତିର ସମୃଦ୍ଧି ଘରର ପ୍ରଭାବ ଉପରେ ନିର୍ଭର କରେ। ଘର ଜୀବନର ଗୁରୁତ୍ୱ ଏବଂ ସୁଯୋଗ ଗୁଡିକ ଯୀଶୁଙ୍କ ଜୀବନରେ ଦର୍ଶାଇ ଅଛି, ଯିଏ ସ୍ୱର୍ଗରୁ ଆମର ଉଦାହରଣ ଏବଂ ଶିକ୍ଷକ ହେବା ପାଇଁ ସେ ଏହି ପୃଥିବୀକୁ ଆସିଥିଲେ। ସେ ନାଜରିତରେ ପରିବାରର ସଦସ୍ୟ ଭାବରେ 30 ବର୍ଷ
ବିତାଇଥିଲେ। ଏହି ବର୍ଷଗୁଡ଼ିକ ବିଷୟରେ ବାଇବଲ ବିବରଣୀ ବହୁତ ସଂକ୍ଷିପ୍ତ ରୂପେ ଦେଇଅଛି। କୌଣସି ମହାନ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ନଥିଲା। କୌଣସି ଉତ୍ସାହୀ ଜନତା ତାଙ୍କ ପଦଚିହ୍ନ ଅନୁସରଣ କରିନଥିଲେ କିମ୍ବା ତାଙ୍କ କଥା ଶୁଣିନଥିଲେ। ତଥାପି ଏହି ସମସ୍ତ ବର୍ଷ ମଧ୍ୟରେ ବନ୍ଧୁ ସେ ତାଙ୍କର ଈଶ୍ୱରୀୟ ମିଶନ ପୂରଣ କରୁଥିଲେ। ବନ୍ଧୁ ସେ ଆମ ମଧ୍ୟରୁ ଜଣେ ଭାବରେ ବାସ କରୁଥିଲେ। ବନ୍ଧୁ ଘର ଜୀବନ ବାଣ୍ଟି ନେଉଥିଲେ। ବନ୍ଧୁ ଘରରେ ଯାହା ଆବଶ୍ୟକ ଥିଲା ତାହା ସେ ଭେଟୁଥିଲେ। ବନ୍ଧୁ ଏହାର ଶୃଙ୍ଖଳାକୁ ବଶବର୍ତ୍ତୀ ହେଉଥିଲା। ଏହାର କର୍ତ୍ତବ୍ୟ ପାଳନ ସେ କରୁଥିଲେ। ଏହାର ଭାବ ବହନ ସେ କରୁଥିଲେ। ଏକ ନମ୍ର ଘର ଆଶ୍ରୟସ୍ଥଳୀ ଯତ୍ନରେ ଆମ ସାଧାରଣ ଲୋକଙ୍କ ଅଭିଜ୍ଞାତରେ ଅଂଶଗ୍ରହଣ କରି ସେ ଜ୍ଞାନ ଏବଂ ପ୍ରତିଷ୍ଠାରେ ବୃଦ୍ଧି ପାଇଥିଲେ ବୋଲି ଆମେ ଲୁକ 2:52 ଦେଖୁଅଛୁ। ଗ୍ରୁ ଇନ୍ ଲଭ୍ ଆଣ୍ଡ ଗ୍ରେସ୍ ବୋଲି ଇଂରାଜୀରେ ଦେଖୁଅଛୁ ଏବଂ ପରମେଶ୍ୱର ଏବଂ ମନୁଷ୍ୟ ଅନୁଗ୍ରହରେ ବୃଦ୍ଧି ପାଇଲେ ବୋଲି ଆମେ ଦେଖୁଅଛୁ। ଏହି ସମସ୍ତ ନିର୍ଜନ ବର୍ଷ ମଧ୍ୟରେ ବନ୍ଧୁ ତାଙ୍କ ଜୀବନ ସହାନୁଭୂତି ଏବଂ ସାହାଯ୍ୟର ସ୍ରୋତରେ ପ୍ରବାହିତ ହେଲେ। ବନ୍ଧୁ ତାଙ୍କର ନିଃସ୍ୱାର୍ଥପରତା ଏବଂ ଧୈର୍ଯ୍ୟପୂର୍ଣ୍ଣ ସହନଶୀଳତା, ତାଙ୍କର ସାହସ ଏବଂ ବିଶ୍ୱସ୍ତତା, ପ୍ରଲୋଭନର ପ୍ରତିରୋଧ, ତାଙ୍କର ଅବିଚ୍ଛିନ୍ନ ଶାନ୍ତି ଏବଂ ଶାନ୍ତ ଆନନ୍ଦ ଏକ ନିରନ୍ତର ପ୍ରେରଣା କରୁଥିଲା। ବନ୍ଧୁ ସେ ଘରେ ଏକ ପବିତ୍ର ମଧୁର ପରିବେଶ ବ୍ୟବହାର ବା ଆଣିଥିଲେ। ବନ୍ଧୁ ଏବଂ ତାଙ୍କ ଜୀବନ ସମାଜର ଉପାଦାନ ଗୁଡ଼ିକ ମଧ୍ୟରେ କାମ କରୁଥିଲା। ବନ୍ଧୁ ଗମ୍ଭୀର କରିଥିଲା। କେହି ନଥିଲେ ଯେ ସେ ଏକ ଆଶ୍ଚର୍ଯ୍ୟ କର୍ମ କରିଛନ୍ତି। ତଥାପି ଗୁଣ, ପ୍ରେମର ଆରୋଗ୍ୟ, ଜୀବନଦାୟକ ଶକ୍ତି ତାଙ୍କଠାରୁ ପରୀକ୍ଷିତ ରୋଗୀ ଏବଂ ନିରାଶ ଲୋକଙ୍କ ପାଖକୁ ବାହାରି ଗଲା। ବନ୍ଧୁ ତାଙ୍କ ବାଲ୍ୟକାଳରୁ ସେ ଅନ୍ୟମାନଙ୍କୁ ସେବା କରୁଥିଲେ। ବନ୍ଧୁ ଏବଂ ଏହି କାରଣରୁ ବନ୍ଧୁ ଯେତେବେଳେ ସେ ତାଙ୍କର ସର୍ବଜନିତ ଜନନୀ ସେବା ଆରମ୍ଭ କଲେ, ବନ୍ଧୁ ଅନେକ ଆନନ୍ଦର ସହିତ ତାଙ୍କୁ ଶୁଣୁଥିଲେ। ବନ୍ଧୁ ତ୍ରାଣକର୍ତ୍ତାଙ୍କ ପ୍ରାରମ୍ଭିକ ବର୍ଷ ଗୁଡ଼ିକ ଯୁବପୀଡ଼ିତଙ୍କ ପାଇଁ ଏକ ଉଦାହରଣ ନୁହେଁ। ବନ୍ଧୁ ସେମାନେ ପ୍ରତ୍ୟେକ ପିତାମାତାଙ୍କ ପାଇଁ ଏକ ଶିକ୍ଷା ଏବଂ ପ୍ରୋତ୍ସାହନ ହେବା ଉଚିତ। ବନ୍ଧୁ ପରିବାର ଏବଂ ପଡ଼ୋଶୀ କର୍ତ୍ତବ୍ୟ ପରିସର ହେଉଛି ସେମାନଙ୍କ ପାଇଁ ପ୍ରୟାସର ପ୍ରଥମ କ୍ଷେତ୍ର। ଯେଉଁମାନେ ସେମାନଙ୍କ ସହ ପୁରୁଷଙ୍କ ଉନ୍ନତି ପାଇଁ କାମ କରିଥିଲେ। ବନ୍ଧୁ ଘର ପ୍ରତିଷ୍ଠା ଏବଂ ଅଭିଭାବକଙ୍କ ପ୍ରତି ସମର୍ପିତ ପ୍ରୟାସ ଅପେକ୍ଷା ଆଉ କୌଣସି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ନଥିଲା। ବନ୍ଧୁ ମନୁଷ୍ୟ ଉପରେ ନ୍ୟସ୍ତ କୌଣସି କାର୍ଯ୍ୟ ପିତା ଏବଂ ମାତାଙ୍କ କାର୍ଯ୍ୟ ଅପେକ୍ଷା ଅଧିକ କିମ୍ବା ଅଧିକ ଦୂରଗାମୀ ଫଳାଫଳ ପ୍ରଦାନ କରେ ନାହିଁ। ବନ୍ଧୁ ଘର ଲକ୍ଷ୍ୟ ଏହା ନିଜ ସଦସ୍ୟମାନଙ୍କଠାରୁ ଅଧିକ ବିସ୍ତାରିତ। ବନ୍ଧୁ ଖ୍ରୀଷ୍ଟିଆନ ଘର ହେଉଛି ଏକ ବସ୍ତୁ ଶିକ୍ଷା ଯାହା ଜୀବନର ପ୍ରକୃତ ନୀତି ଗୁଡ଼ିକର ଉତ୍କୃଷ୍ଟତାକୁ ଦର୍ଶାଏ। ବନ୍ଧୁ ପ୍ରଚାର କରାଯାଇପାରୁଥିବା ଯେକୌଣସି ଉପଦେଶ ଅପେକ୍ଷା ମାନବ ହୃଦୟ ଏବଂ ଜୀବନ ଉପରେ ଏକ ସତ୍ୟ ଘରର ପ୍ରଭାବ ବହୁତ ଅଧିକ ଶକ୍ତିଶାଳୀ ହୋଇଥାଏ। ବନ୍ଧୁ ଯେତେବେଳେ ଯୁବପିଢ଼ି ଏପରି ଘରୁ ବାହାରକୁ ଯାଆନ୍ତି, ବନ୍ଧୁ ସେମାନେ ଶିଖିଥିବା ଶିକ୍ଷା ପ୍ରଦାନ କରାଯାଏ। ବନ୍ଧୁ ପ୍ରଦର୍ଶନ କରନ୍ତି। ବନ୍ଧୁ
ଖ୍ରୀଷ୍ଟଙ୍କୁ ତାଙ୍କ ଜୀବନରେ ସେମାନେ ଅନ୍ୟମାନଙ୍କୁ ଦେଖାନ୍ତି ବନ୍ଧୁ। ଜୀବନର ଉତ୍କୃଷ୍ଟ ନୀତି ଗୁଡ଼ିକ ଅନ୍ୟ ପରିବାରରେ ପରିଚିତ ହୁଏ ବନ୍ଧୁ ଏବଂ ସମାଜର ଏକ ଉଦ୍ଧାନକାରୀ ପ୍ରଭାବ କାର୍ଯ୍ୟ କରେ ବନ୍ଧୁ। ତାହା ଏଇ ଯାହାକି ଆମେ ଶୂନ୍ୟ ପଦରେ ଦେଖିଲୁ ବନ୍ଧୁ କି କୋମଳ ଉତ୍ତର କ୍ରୋଧକୁ ଦମନ କରେ, ମାତ୍ର କଟୁ ବାକ୍ୟ କୋପ ଜହ୍ନାଏ। ବନ୍ଧୁ, ଏହା ହଉଛି ପାରିବାରିକ କଥା। ଆମ ପରିବାରରେ ଯଦି ବନ୍ଧୁ ଆମମାନଙ୍କର ପିଲାମାନଙ୍କୁ ଏହିପରି ଶିକ୍ଷା ଦେଇଥାଉ, ତେବେ ସେମାନଙ୍କ ଜୀବନରେ ଆମେ ଏହିପରି ଜୀବନର ପ୍ରଦର୍ଶନ ପାଇଥାଉ। ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁଙ୍କ ଠାରେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ସ୍ୱର୍ଗତ ପିତା, ଧନ୍ୟବାଦ ଦେଉଛୁ ବର୍ତ୍ତମାନ ଯେଉଁ ସମୟ ଆମମାନଙ୍କୁ ଦେଇଥିଲ ସବ୍ ସ୍କୁଲ ପାଠ ପଢିବା ପାଇଁ, ଯେପରିକି ଏହି ସବ୍ ସ୍କୁଲ ପାଠ ଆମମାନଙ୍କୁ ସାହାଯ୍ୟ କରିବ, ଏଥିପାଇଁ ଆଧ୍ୟାତ୍ମିକ ରୂପେ ଆମେ ବଢିବା ପାଇଁ ଆମମାନଙ୍କୁ ଆଗକୁ ବଢେଇବ, ଏଥିପାଇଁ ସେହି ପବିତ୍ର ଆତ୍ମା ଆମମାନଙ୍କୁ ପ୍ରଦାନ କର। ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ବାପ୍ତିସ୍ତ କର। ଯେପରିକି ଏହି ଜୀବନଦାୟକ ବାକ୍ୟ ଯାହା ଆମେ ଧ୍ୟାନ କଲୁ ସବ୍ ସ୍କୁଲ ପାଠ ମାଧ୍ୟମ ଦ୍ୱାରା ଆମେ ଏହି ଜୀବନ ବିଷୟରେ ଅନ୍ୟମାନଙ୍କୁ କହିପାରିବୁ ଆଉ ନିଜ ଜୀବନରେ ସେମାନଙ୍କୁ ପ୍ରଦର୍ଶନ କରିପାରିବୁ। ଏହିପରି ଏମାନଙ୍କୁ ସାହାଯ୍ୟ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ଯୀଶୁଖ୍ରୀଷ୍ଟ ଆପନା ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଏମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି, ଶୁଣି ଗ୍ରହଣ କର। ଆମେନ୍। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ।